ଗୋଟେ ସିଗାରେଟ ଖାଲି ଟାଣି ଦେଇକି ପଳେଇବା ହେଲା। ସିଗାରେଟ ଆଣିବ? ହଁ ହଁ ଟିକେ ସିଗାରେଟ ଟାଣିବା। ଜଲ୍ଦି ଜଲ୍ଦି ଟାଣି। ଥଣ୍ଡା ଲାଗିଲାଣି ପା। ହଁ ପ୍ରବଳ ଶୀତ। ସିଗାରେଟ ସିଗାରେଟ ଗୋଟେ ଦେ। ଏଇ ବା ସେଇଠି ଥୁଆ ହେଇଛି ଆଣ। ହଁ ତୁ କଣ ନବୁ? ନା ନା ମୁଁ କିଛି ନେବିନି। ମୁଁ ଚକୋଲେଟ ନେଇଯିବି ଆଉ। ହଁ ତମେ ଗୋଟେ ଆଣିବାକୁ ତୁ ଆଣିଲୁନି କଣ ଗୋଟେ? ନା ନା ମୁଁ କିଛି ନେବିନି। ଚାଲ ଚାଲ ଚାଲ। ରୋହନ ଯିବା ତ ଛାଇଁ ଛାନି ଆଉଛ କହିଲ। ସିଗାରେଟଟା ତମେ 8 ଟଙ୍କା ଦେଇ କିଣିକି ଆଇଲ। ଆରେ ସେ ସିଗାରେଟଟା ବର୍ତ୍ତମାନ ଗାଡ଼ିରେ ଯିବ, ସେ ତ ଅଧା ତ ପବନ ଦଉଛି, ଅଧା ତ 4 ଟଙ୍କାର ନଷ୍ଟ ହେଇଯିବ। ଲାଭ କଣ ହବ କହିଲ? ଏ ସିଗାରେଟଟା ଦାମ କେତେ କହିଲୁ? 8 ଟଙ୍କା ବା କହୁଛି। ମାତ୍ର 8 ଟଙ୍କା। ଗାଡିରେ ଗଲେ ଜଳିଯିବ 4 ଟଙ୍କା ବୋଲି ତୋ ମନଟା ଦୁଃଖ ହଉଛି। ହେଲେ ଏଇ 8 ଟଙ୍କା ବିନିମୟରେ ଲୋକକୁ କଣ ହଉଛି ଜାଣିଛୁ? କଣ? ଲୋକ 8,000, 18,000, 80,000, 18 ଲକ୍ଷ ବି ଖର୍ଚ୍ଚ କରୁଛନ୍ତି। କଣ ପାଇଁ? କ୍ୟାନ୍ସର ରୋଗ ପାଇଁ। ହେଲେ ଲୋକ ଜାଣି ସାରିଲା ପରେ ବି ଏ ସିଗାରେଟ ଟାଣୁଛନ୍ତି। ସେତେବେଳେ 18 ଲକ୍ଷ ଖର୍ଚ୍ଚ କଲା ପରେ ଲୋକଙ୍କର ମନ ତ ଦୁଃଖ ହଉନି। ଏଇ 8 ଟଙ୍କାରୁ 4 ଟଙ୍କା ଜଳିଗଲେ ତୋ ମନ ଏତେ ଦୁଃଖ ହେଇଯାଉଛି। ବୁଝିଲୁ? ଚାଲ 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 ଚାଲ। ଦାଦା ଠିକ କଥା କହୁଛନ୍ତି ଆଉ। ହଁ ଯିବା ଯିବା। କଣ କହୁଛୁ? ଏ ଦେଖିଲୁ ଦେଖ ସାଙ୍ଗେ ସାଙ୍ଗେ ମତେ କହୁଥିଲୁ ତ। ଦେଖ ଜଣେ ଭଦ୍ରଲୋକ କେମିତି ସିଗାରେଟ ଟାଣୁଛନ୍ତି। ଆଉ ମାନିବାକୁ ପଡିବ କିନ୍ତୁ ଲୋକ ଆଜିକାଲି ଦୁନିଆରେ ଲୋକ ସୁଧୁରୁନାହାନ୍ତି ଜମା। ଯେତେ ଆମେ ଭିଡିଓ କଲେ କଣ ହବ? ଲୋକ ଜମା ଆମେ ସଚେତନ କରିବା ନା ଆଉ। କେମିତି କରିବା? କରିବାନି କାହିଁକି? ଆମେ ତାଙ୍କୁ ରିକ୍ୱେଷ୍ଟ କରିବା ସିଗାରେଟ ଟାଣନି। ଏଇ ଦେଖ ତମେ କହୁଛ ରିକ୍ୱେଷ୍ଟ କରୁଛ, ଏଠି କିନ୍ତୁ ପାଟିରୁ ଧୂଆଁ ବାହାରୁଛି। ତାମାନେ ତୁ କହୁଛୁ ସିଗାରେଟ ଟାଣିବାଟା ଭୁଲ? ହଁ ଭୁଲ ନୁହଁ। ଏବେଠୁ ଆଜିଠୁ ଏଇଠୁ କହୁଛି ମୁଁ ଆଜିଠୁ ସିଗାରେଟ ଟାଣିବିନି। ମୁଁ ଏଇଠୁ ପ୍ରତିଶ୍ରୁତି ନେଲି ଆଜିଠୁ ଏ ସିଗାରେଟ ଟାଣିବିନି। ତମ ମନ ଶାନ୍ତି ହେଇଗଲା ତ? ଶାନ୍ତି। ଚାଲ ଚାଲ ଯିବା।